ଶିକ୍ଷୟିତ୍ରୀ ମୋତେ ପୂର୍ବରୁ କିଛି କହିକି ଯାଇଛନ୍ତି। ମୋ ନାଁ ସୌମ୍ୟାଶ୍ରୀ ବିଶି। ତ ଦିନେ ଏମିତି ଘଟଣା ହେଲା କି ସାର୍ ମୋତେ କଲେଜ ଫିଲ୍ଡ ପାଖରେ ଦେଖା ହେଇଥିଲା। ସାର୍ ମୋତେ ପଚାରିଲେ ସବୁ ମାନେ ଖବର କ'ଣ ନାହିଁ ସବୁ କିଛି ଠିକ୍ ଠାକ୍ ଥିଲା। ମୁଁ ଯେତେବେଳେ କହିଲି ସାର୍ ଟିକେ ପଢ଼ାପଢ଼ିରେ ଅସୁବିଧା ହେଉଛି, କହିଲେ ମୁଁ ତୋ କଥା ସବୁ ବୁଝିବି, ସବୁ କିଛି ଇଏ କରିବି, କିନ୍ତୁ ମୋତେ ଗୋଟେ ଜିନିଷ ଦରକାର, ତୋଠୁ ମୋର ଫେଭର ଦରକାର। ସେଠି ମୁଁ ସାର୍ଙ୍କୁ ପ୍ରଶ୍ନ କଲି, ସାର୍ ଫେଭର ଅର୍ଥ କେଉଁ ଫେଭର କଥା ଆପଣ କହୁଛନ୍ତି? ନା ତୁ ଛୋଟ ପିଲା ନୁହଁ, ତୋତେ ମୁଁ ଆଉ କ'ଣ କହିବି। କ'ଣ କଲେ କ୍ଲାସ୍ରେ ମୋତେ ସମସ୍ତଙ୍କ ଆଗରେ ଛିଡ଼ା କରି ଅପମାନ କରାଇଲେ ବାର ତୁ କ୍ଲାସ୍ ଆସୁନୁ, ଇଏ କରୁନୁ, ସେ କରୁନୁ, ଥରୁଟେ କହିଲେ, ଥରେ ଡାଉଟ୍ କ୍ଲାସ୍ କଲେ, ଡାଉଟ୍ କ୍ଲାସ୍ରେ ମୋ ଡାଉଟ୍ ତ କ୍ଲିୟର କଲେନି, ଉଲ୍ଟା ଆପଣ ମୋତେ ସିଧା ଧମକ ଦେଲେ କ'ଣ ନା ମୁଁ ତ ପେପର ବ୍ୟାଗ୍ ଲଗେଇଦେବି, ତୋତେ ଫେଲ୍ କରିଦେବି, ମୁଁ ଯେ ଯାଇ ତୋତେ ପାସ୍ କରେଇବିନି, ତୋତେ କିଏ ପାସ୍ କରିବ ମୁଁ ବି ବେଳେ ଦେଖିବି। ମୋତେ ଗୋଟେ ହାରାସ୍ କଲେ, ଯେଉଁ ମୋତେ ଫେଭର କଥାଟା କହିଥିଲେ ସେଇ କଥା ମୋ ମାଇଣ୍ଡରେ ଚାଲିଲା। ତାପରେ ବାପା ମୋତେ ଯେଉଁ ସବୁ କଥା କହିଲେ, ଯେଉଁ ସବୁ ବାପା ତ ଜାଣିନାହାନ୍ତି କଥାର ସତ୍ୟତା କଥା ମିଛତା, ଯେହେତୁ ମୁଁ ବାପାଙ୍କୁ ଜଣାଇ ନଥିଲି, ତ ମୋତେ ଯେଉଁ ସବୁ କଥା କହିଲେ ଯେଉଁଥିପାଇଁ କି ମୋତେ ବିଗତ ଦିନେ ନୁହଁ 2 ଦିନ ନୁହଁ 6 ମାସ 8 ମାସ ଧରି ମୋ ସହିତ ଏମିତି ଚାଲିଲା। ତ ମେଣ୍ଟାଲି ମୁଁ କେତେ ପ୍ରେସର ରହିଲି, ଯେଉଁଥିପାଇଁ କି ମୁଁ ଆଟେମ୍ପ୍ଟ ସୁଇସାଇଡ୍